କବି ସୂର୍ଯ୍ୟନଗର ଗ୍ରାମରେ ଗୋଟିଏ ପରିବାର ରହୁଥିଲେ, ଯିଏ ନା ଅଧିକ ଧନୀ ଥିଲେ ନା ଗରିବ। ସେ ପରିବାରରେ ମିତା ତା ବାପା, ସାବତ ମା ଓ ସାବତ ଭଉଣୀ ସହ ରହୁଥିଲା। ମିତାର ମା ସବୁବେଳେ ତାକୁ କାମ କରାଉଥିଲେ, କେବେ ବି ତାକୁ ଭଲ ପାଉନଥିଲେ। ତା ନିଜ ଝିଅ ରାକ୍ଷୀକୁ ହିଁ ଭଲ ପାଉଥିଲେ, ତା ଦ୍ୱାରା କିଛି ବି କାମ କରାଉନଥିଲେ। ଏମିତି ହିଁ ଗୋଟିଏ ଦିନ ସକାଳୁ, ଏଇକି କଥା ରୂପା, ଦୁନିଆର କାମ ପଡିଛି ଆଉ ତୁ ସେତେବେଳୁ ଝାଡୁ ମାରୁଛୁ, ଏବେ ତ ଜଲ୍ଦି କରେ। ଆରେ ସକାଳୁ ସକାଳୁ କାହିଁ ପାଟି କରୁଛ ପିଲାଟାକୁ? ଏ ଦେଖ, ଆସିଗଲେ ଭଲ ଝିଅର ଭଲ ବାପା। ଏ ଝିଅର ତ ଗୋଟେ ବି ଭୁଲ ଦେଖାଯାଉନି ତମକୁ। ଯଦି ୟାକୁ କହିଲେ ତମକୁ ଏତେ ବାଧୁଛି, ତ ୟା ମା ମଲା ପରେ ମତେ କଣ ପାଇଁ ବାହା ହଉଥିଲ? ଆରେ କି କଥା କହୁଛ? ଚୁପ୍ କର, ଚୁପ୍ କର। ସେତେବେଳେ ତା ଭଉଣୀ ରାକ୍ଷୀ ଆସିକି କହିଲା, ସକାଳୁ ସକାଳୁ ତୁମେ ମାନେ ଏତେ ପାଟି କଣ ପାଇଁ କରୁଛ? ମତେ ଟିକେ ଶାନ୍ତିରେ ଶୁଆଇ ବି ଦଉନ, ଏପଟେ ମୋ ମୁଣ୍ଡ ବିନ୍ଧିଲାଣି। ଇଏ ଦେଖ ଦେଖ, ତୁମ ଝିଅ ଉପରେ ପାଟି କରିଲି ବୋଲି ମୋ ଗେଲା ଝିଅ ଶାନ୍ତିରେ ଶୋଇ ବି ପାରୁନି। ହଁ, ତ ଘରେ ଏତେ ପାଟି କଲେ କିଏ ଶୋଇପାରିବ କି? ହଁ, ଠିକ କହିଛୁ ଝିଅ। ଏବେ ଯା, ହାତ ମୁହଁ ଧୋଇକି ଆସିବୁ। ଏ ଝିଅ, ଯା ଯା ଯା, ମୋ ଝିଅ ପାଇଁ ପୁରୀ ତରକାରୀ ବନେଇବୁ ହେଲା। ଏବେ ଯା। ତାପରେ ନିତା ଯାଇ ରୋଷେଇ ଘରେ ରୋଷେଇ କଲା। ଯେତେବେଳେ ରାକ୍ଷୀ ଖାଇବାକୁ ବସିଲା, ସେ ଟିକିଏ ଖାଇଛି କି ନାହିଁ ତା ମା କୁ କହିଲା, ଇଏ କଣ ମା, ଏତେ ଖରାପ ଖାଇବା ବନା ହୋଇଛି, ମୁଁ ଏହାକୁ କେମିତି ଖାଇବି? ଇଏ କଣ କହୁଛୁ ତୁ? ଦେ ଦେ, ମୁଁ କାହିଁ ଦେଖେ। ତ ପୁରା ଠିକ କହିଛୁ। ଜାଣି ଜାଣି ସେ ଜାଣି ଜାଣି ଏମିତି ଖାଇବା ବନେଇଛି। ହେଲେ ମୁଁ ତ ଖାଇବା ଠିକରେ ବନେଇଛି। ଆରେ ଆରେ, ତୁ ତ ମୋ ସହିତ ଯୁକ୍ତି କରୁଛୁ। ବହୁତ କହିବା ଶିଖିଲୁଣୁ। ତତେ ଖାଇବା ମିଳିବନି ଆଜି। ଯା, କପଡା ଧୋଇବୁ, ଯା ଯା। ଏବେ ଯାଉଛି ମା, ଯାଉଛି। ମିତା ଆଉ ଯୁକ୍ତି ନ କରି ସେଠାରୁ ଚାଲିଗଲା। ସେ କୂଅ ପାଖକୁ ଗଲା ବେଳେ ତାର ପାଦ ଖସିଗଲା। ସେ ତଳେ ପଡିଗଲା ଆଉ ଜୋରରେ ପାଟିକଲା, ଆ ବହୁତ କଷ୍ଟ ହଉଛି। ସାବତ ମା ଯେତେବେଳେ ପାଖକୁ ଆସିକି ଦେଖେ, ସେ କୁହେ, ଆରେ ଏ କଣ କଲୁ ତୁ? ମୁଁ ପଡିଗଲି ମା, ମୁଁ ପଡିଗଲି, ବହୁତ କଷ୍ଟ ହଉଛି, ମୁଁ ଏଠାରୁ ଉଠି ପାରୁନି ମା। କଣ ହେଲା? ପୁଣି କଣ ହେଲା? କଣ ହେବ? ତୁମ ଝିଅ ପଡିଗଲା ଆଉ ଅଣ୍ଟାରେ ମାଡ କଲା। ଆରେ ପ୍ରଥମେ ତ ସିଏ ପଡ଼ିଗଲା, ତାପରେ ତା ଅଣ୍ଟାରେ ମାଡ଼ ହୋଇଛି, ଆଉ ତୁମେ ତାକୁ ଏମିତି କହୁଛ? ଭଲ ହେଲା, ଠିକ କରିଛି ମୁଁ ଯାଉଛି ଏଠାରୁ। ତୁମକୁ ଯାହା କରିବାର ଅଛି କର। ମିତା ଯେତେବେଳେ ବାହାରେ ବସିଥିଲା, ସେ ତା ମା ତା ବାପାଙ୍କୁ କହୁଥିବାର ଶୁଣିଲା। ଶୁଣିନିଅ ମୋ କଥା, ମୁଁ ଶେଷ ଥର ପାଇଁ କହୁଛି, ଏ ଝିଅକୁ ଯୋଉଠି ଇଚ୍ଛା ଛାଡିକି ଆସ। ଏ ଝିଅକୁ ମୁଁ ଆଉ ଘରେ ରଖିବିନି। ଆରେ ତୁମେ କଣ କହୁଛ? ସେ ତ ଏବେ ଭଲରେ ଛିଡା ବି ହୋଇପାରୁନି। ତା ପାଇଁ ତ ବହୁତ କଷ୍ଟ ହଉଛି ତୁମକୁ। ତ ଗୋଟେ କାମ କର, ମତେ ଆଉ ମୋ ଝିଅକୁ ମୋ ବାପା ଘରେ ଛାଡିକି ଆସ। ସେ ଝିଅକୁ ମୋ ମୁଣ୍ଡରେ ଚଢାଓନି। ଅଣ୍ଟା ଭଲ ଥିଲା ତ ଘରର କାମ କରୁଥିଲା, ଏବେ ତ ସେତିକି ବି କରିପାରିବନି। ଖାଲି ଏଠି ବସି ଖାଇବା ନଷ୍ଟ କରିବ। ମୁଁ ତାକୁ କୋଉଠି ଛାଡିକି ଆସିବି? ରାସ୍ତାରେ, ଜଙ୍ଗଲରେ, ଯୋଉଠି ବି। ଏ ଘରେ ସିଏ ରହିବ, ନହେଲେ ମୁଁ ରହିବି। କହିଦେଲି, ହଁ ମୁଁ କହିଦେଲି। ମିତା ଏ ସବୁ ଶୁଣିକି କାନ୍ଦି କାନ୍ଦି କହିଲା, ମୋ ପାଇଁ ଏ ଘରେ ଏତେ ଅଶାନ୍ତି ହଉଛି। ବାପାଙ୍କୁ ବି ମୋ ପାଇଁ କେତେ କଣ ଶୁଣିବାକୁ ପଡୁଛି। ମୁଁ ଏଠାରୁ ଚାଲିଯିବି ତ ସବୁ ଠିକ ହୋଇଯିବ। ଆଜି ରାତିରେ ହିଁ ଘରଠୁ ଦୂରକୁ ଚାଲିଯିବି। ମୁଁ ଖାଲି ସାଙ୍ଗରେ ଟିକେ ପାଣି ନେଇକି ଯିବି। ରାସ୍ତାରେ ଶୋଷ ଲାଗିପାରେ, ତୁମେ ସମସ୍ତେ ଭଲରେ ରୁହ। ଏମିତି କହି ମିତା ରାତିରେ ହିଁ ଘରୁ ବାହାରି ଗଲା। ସକାଳେ ଯେତେବେଳେ ସେ ଜଙ୍ଗଲରେ ବୁଲୁଥିଲା, ସେ ରାସ୍ତାରେ ଗୋଟିଏ ବୁଢା ଲୋକଙ୍କୁ ଦେଖିଲା। ସେ ବୁଢା ଲୋକଟି ମିତାକୁ କହିଲେ, ଆରେ ଝିଅ, ମତେ ପାଣି ଦେବ କି? ବହୁତ ଜୋରରେ ଶୋଷ ଲାଗିଲାଣି ଝିଅ। ଆହା, ଲାଗୁଛି ବିଚରା ବହୁତ ଶୋଷରେ ଅଛି। ଏ ନିଅ ବାପା, ଏ ନିଅ ପାଣି। ତୁମ ନିଜ ପିଇବା ପାଣି ଜଣେ ଅଜଣା ଲୋକଙ୍କୁ ଦେଇଦେଲ, ଆଉ କିଛି ବି ପଚାରିଲନି? ବାଃ, ତୁମେ କେତେ ସୁନ୍ଦର ଆଉ ଦୟାଳୁ ମଧ୍ୟ। ତାପରେ ଜୋରରେ ଆଲୋକ ହେଲା। ସେ ବୁଢା ଲୋକ ଜଣକ
ଗୋଟିଏ ସାଧୁ ବାବାରେ ପରିଣତ ହେଲେ। ମିତା ଡରିକି ପଚାରିଲା, ଆରେ ବାପରେ, କିଏ ତୁମେ? ମୁଁ ମୁଁ ହେଉଛି ଏ ଜଙ୍ଗଲରେ ରହୁଥିବା ଗୋଟେ ସାଧୁ ବାବା। ତୁମ ମନର ପରୀକ୍ଷା ନେଉଥିଲି। ମୁଁ ତୁମ କଥାରେ ପ୍ରସନ୍ନ ହେଲି। ତୁମକୁ କିଛି ଉପହାର ଦେବାକୁ ଚାହୁଁଛି, ଯାହାଦ୍ୱାରା ତୁମ ଆଗକୁ ଜୀବନ ସୁଖରେ କଟିବ। ତୁମକୁ ଦେଇଥିବା ଉପହାର ଆଉ କିଏ ଛୁଇଁଲେ ବହୁତ କଷ୍ଟ ହବ। ତୁମେ ଯେବେ ତୁମ ଘର ଦୁଆରକୁ ଯିବ, ତେବେ ଚମତ୍କାର ହବ। ତାପରେ ମିତା ଘରକୁ ଗଲା। ଆଉ ସେ ଯେତେବେଳେ ସେ ଘର ଅଗଣାରେ ପହଞ୍ଚିଲା, ଶୂନ୍ୟରୁ ସୁନା, ରୂପା, ହୀରା ଗଦା ହୋଇଗଲା। ସେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଆଉ ଜୋରରେ ଡାକ ଛାଡ଼ିଲା, ମା ମା, ବାପା, ବାହାରକୁ ଆସ, ଆସ ଦେଖିବ ମୁଁ କଣ ଆଣିଛି। ଆସ ଆସ ଦେଖ। ଆରେ ଝିଅ, ତୁ କୁଆଡେ ଯାଇଥିଲୁ? ଆରେ ବାପରେ, ଏତେ ସାରା ସୁନା ତୁ କୋଉଠୁ ଆଣିଲୁ? ତୁ କିଛି ଚୋରି ଡକାୟତି ତ କରିନୁ ନା? ନା ମା, ଜଙ୍ଗଲରେ ସାଧୁ ବାବା ମତେ ଏସବୁ ଦେଇଛନ୍ତି। ଆରେ ବାପରେ, ଏତେ ସାରା ସୁନା, ଏତେ ସାରା ହୀରା, ଦେ ମତେ ଦେ। ଏସବୁ ଜିନିଷକୁ ମତେ ଛାଡ଼ିଦେଲେ ଆଉ କିଏ ଛୁଇଁ ପାରିବେନି ମା। ଏମିତି କଥା କି? ତୁମେ ଶୁଣୁଛ ନା, ମୁଁ କାଲି ହିଁ ମୋ ଝିଅକୁ ନେଇକି ଜଙ୍ଗଲରେ ଛାଡ଼ିକି ଆସିବି, ଯାହାଦ୍ୱାରା ମୋ ଝିଅ ବି ବହୁତ ସୁନା ଓ ହୀରା ନେଇକି ଆସିବ। ତା ପରଦିନ ସାବତ ଭଉଣୀ ଜଙ୍ଗଲକୁ ଗଲା। ତା ଆଗକୁ ବି ବୁଢା ବାବା ଆସିଲେ। ଝିଅ, ଟିକେ ମତେ ପାଣି ଦେବୁ କି? ବହୁତ ଶୋଷ ଲାଗୁଛି। ଆଚ୍ଛା, ତୁମେ କଣ ସାଧୁ ବାବା କି? ମତେ ତୁମେ ଯଦି ସୁନା, ରୂପା, ହୀରା ଦେବ, ତେବେ ହିଁ ମୁଁ ପାଣି ଦେବି। ମୁଁ ତ ଜଣେ ବୁଢା ଲୋକ। ମୁଁ ସୁନା ରୂପା କୋଉଠୁ ଆଣିବି ଝିଅ? ତୁମ ପାଖରେ ପାଣି ଦେଖିଲି ତ ଟିକେ ପାଣି ମାଗିଲି। ମୋ ଗଳା ପୁରା ଶୁଖିଗଲାଣି ଝିଅ, ଟିକେ ପାଣି ଦେ। ବାରେ ବା, ତୁମକୁ ଯଦି ପାଣି ଦେଇଦେବି ତ ମୁଁ କଣ ପିଇବି? ମତେ ବି ତ ଶୋଷ ଲାଗିବ ନା। ମୁଁ ପାଣି କୋଉଠୁ ପିଇବି? ଯଦି ତୁମେ ମତେ ପାଣି ଦେବନି ତ ମୁଁ ଏଇଠି ଶୋଷରେ ମରିଯିବି। ତୁମେ ମରିଲେ କି ନ ମରିଲେ ମତେ କିଛି ଫରକ ପଡିବନି। ଯାଅ ଏଠାରୁ, ଯାଅ, ବାହାରି ଯାଅ। ତାପରେ ଜୋରରେ ଆଲୋକ ହେଲା। ବୁଢା ଲୋକଟି ସାଧୁରେ ପରିଣତ ହେଲେ ଆଉ କହିଲେ, ଛି ଛି ଛି, ତୁମର ମନ କେତେ କଠୋର ଅଛି, ଟିକେ ବି ଦୟା ନାହିଁ। ମୁଁ ତୁମକୁ ଅଭିଶାପ ଦେଉଛି, ତୁମେ ପଥର ହୋଇଯିବ। ତାପରେ ରୂପା ପଥର ହୋଇଗଲା। ଏପଟେ ତା ମା କହୁଥିଲେ, ଏବେ ମୁଁ ବହୁତ ଗହଣା ବନେଇବି, ହୀରାର ହାର କରିବି। ସନ୍ଧ୍ୟା ତ ହୋଇଗଲା, ହେଲେ ମୋ ଝିଅ ଘରକୁ କାହିଁକି ଫେରିନି? ଏମିତି କହୁ କହୁ ରାକ୍ଷୀର ପଥର ମୂର୍ତ୍ତି ଘରର ଅଗଣାରେ ଶୂନ୍ୟରୁ ଛିଡା ହେଲା। ସେ ଯେତେବେଳେ ପାଖକୁ ଯାଇକି ଦେଖିଲେ, ଆରେ, ଇଏ କଣ ହେଲା? ମୋ ଫୁଲ ପରି ଝିଅ ପଥର ହୋଇଗଲା। ଏସବୁ ମୋ ପାପରୁ ହିଁ ହୋଇଛି। ମୁଁ କେବେ ବି ମଣିଷକୁ ମଣିଷ ଭାବିନି, ଆଉ ନିଜ ଝିଅକୁ ବି ଶିଖେଇନି। ସେଥିପାଇଁ ଏ ଦଣ୍ଡ ମିଳିଲା। ଝିଅ, ମୋ ଯୋଗୁ ତୋର ଏ କଣ ହେଲା? ତୁ ଆ ମୋ କୋଳକୁ ଆ। ମା ଯେତେବେଳେ ରାକ୍ଷୀକୁ ଛୁଇଁଲା, ସେ ବି ପଥର ହୋଇଗଲା। ତାପରେ ନିତା ଆଉ ତା ବାପା ଖୁସିରେ ରହିଲେ, ଆଉ ସାବତ ମା ଓ ଭଉଣୀ ସବୁଦିନ ପାଇଁ ପଥର ହୋଇକି ରହିଲେ।